सप्रेम जय जी। अखिल भूमंडलीय सर्वश्रमणी मुनि समाज की जय। आदिश्वर जोगेश्वर शिव कुमार शास्त्री जी महाराज की जय। जाग्रत स्वप्न सुषुप्त्यादि प्रपंच जगत् प्रकाशते तद् ब्रह्माहम् इति ज्ञात्वा सर्वबन्धैः प्रमुच्यते। हे आत्मन, ଜାଗ୍ରତ ସ୍ୱପ୍ନ ସୁଷୁପ୍ତି ତୁରୀୟ ଏଇ ଯେଉଁ ପ୍ରପଞ୍ଚ ଆମର ଶରୀର ରୂପୀ ପ୍ରପଞ୍ଚରେ ସ୍ଥାନ ପାଇଛି। ଯେ ପର୍ଯ୍ୟନ୍ତ ଆମେ ସେହି ତୁରୀୟ ଅବସ୍ଥା ପ୍ରାପ୍ତ ନ କରିଛନ୍ତି, ସେଇ ଅହମ୍ ବ୍ରହ୍ମାସ୍ମି ଭାବକୁ ଜାଣି ନାହାନ୍ତି, ସେ ପର୍ଯ୍ୟନ୍ତ ଆମେ ବନ୍ଧନମୁକ୍ତ ନୁହନ୍ତି। ତେଣୁ ସଦ୍ଗୁରୁ ଆମ ଜୀବନକୁ ସେଇଥିପାଇଁ ଆସିଥାନ୍ତି। ସେ ପଥ ପ୍ରଦର୍ଶକ ଭାବରେ ଆମକୁ ସେହି ତୁରୀୟାତୀତ ଜ୍ଞାନ ପ୍ରଦାନ କରିଥାନ୍ତି। ଆମେ ଗତଥର 20 ନମ୍ବର ସୂତ୍ର ଆଲୋଚନା କରିଥିଲେ। ସମାଧିପାଦର ଶ୍ରଦ୍ଧା ବୀର୍ଯ୍ୟ ଶ୍ରୁତି ସମାଧି ପ୍ରଜ୍ଞାପୂର୍ବକ ଇତରେସନ୍, ଅର୍ଥାତ୍ ଯେଉଁ ଯୋଗୀ ସମ୍ପ୍ରଜ୍ଞାତ ସମାଧି ଲାଭ କରିଥାଏ, ସେ ବୀର୍ଯ୍ୟବାନ, ଶ୍ରଦ୍ଧାବାନ, ଶ୍ରୁତିବାନ, ବଳବାନ, ଅର୍ଥାତ୍ ପୂର୍ଣ୍ଣ ବା ସର୍ବୋତ୍ତମ ସୁଖ ଶାନ୍ତି ଆନନ୍ଦର ଗନ୍ତାଘର ଭାବରେ ପ୍ରତୀୟମାନ ହୋଇଥାନ୍ତି। କିନ୍ତୁ ଇତର ଯୋଗୀ ଏସବୁକୁ ପ୍ରାପ୍ତ କରିନଥାନ୍ତି। ସେ ବେହୋସି ଆଡ଼କୁ ଯାଇ ଅଚେତ ଅବସ୍ଥାରେ ଜୀବନଯାପନ କରିଥାନ୍ତି। ତେଣୁ ଆମେ ଯେଉଁ ଶୁଭ ଭାବନା, ସଂକଳ୍ପିତ ଭାବନା, ଶୁଭ ସଂକଳ୍ପ ମସ୍ତୁ ଆମେ ଶୁଭ ଭାବନାରେ ପାଠ କରୁଛନ୍ତି, ସେ ସଂକଳ୍ପିତ ଇଚ୍ଛା ଆମର ପୂର୍ତ୍ତି ହେବା ପାଇଁ ହେଲେ ଆମେ ଏଇ ସମାଧିସ୍ଥ ଅବସ୍ଥାକୁ ଯିବାକୁ ପଡ଼ିବ। ଆମର ସେମିତି ଆଉ 2ଟି ସୂତ୍ର ଅଛି, ଯାହାକି ସଦ୍ଗୁରୁ କହିଛନ୍ତି ତୀବ୍ର ସମ୍ବେଗନା ମାନସଃ 21 ନମ୍ବର ସୂତ୍ର। 22 ନମ୍ବର ହେଉଛି ମୃଦୁ ମଧ୍ୟାଧିମାତ୍ରା ତ୍ୱାଭିତୋପି ବିଶେଷ। ଅର୍ଥାତ୍ ଏହି ସୂତ୍ର 2ଟି ଆମେ ସମାଧି ଅବସ୍ଥାକୁ ଗଲାବେଳକୁ 2ଟି ସମ୍ବେଗ, ମାନେ ଆମେ ସେଇ ମାଧ୍ୟମ ଦେଇକି ସମାଧିସ୍ଥ ଅବସ୍ଥାକୁ ଯିବା। ମୃଦୁ ତୀବ୍ର ସମ୍ବେଗ, ମଧ୍ୟ ସମ୍ବେଗର ଅଧିମାତ୍ରା ସମ୍ବେଗ, ଏହି ଷ୍ଟେଜ ଦେଇକି ଆମେ ସମାଧି ଅବସ୍ଥାକୁ ଯାଆନ୍ତି। ତେବେ ଆମେ ପ୍ରଯତ୍ନ କରୁଛନ୍ତି କାହିଁକି ନା ସ୍ୱରୂପ ଦର୍ଶନ ପାଇଁ। ଯୋଗଶ୍ଚ ଚିତ୍ତବୃତ୍ତି ନିବୃତ୍ତି ହେବ, ଆଉ ତାପରେ ଆମେ ସ୍ୱସ୍ୱରୂପେ ଅବସ୍ଥାନ କରିବା। ତେବେ ଆମେ ଯେବେ ସଂସାର ମୁଖା ଅଛନ୍ତି, ଆମକୁ ଯେତେବେଳେ ପ୍ରକୃତି ଜଡ଼ ପ୍ରକୃତି ବାନ୍ଧି ରଖିଛି, ଆମର 5 ଇନ୍ଦ୍ରିୟ ପ୍ରକୃତିସ୍ଥ ଆଡ଼କୁ, ପ୍ରକୃତି ଆଡ଼କୁ ନ ଯାଇବି, ଆମ ମନ ଯଦି ବି ପ୍ରକୃତି ଆଡ଼କୁ ଯାଉଛି, ଆମ ସ୍ମୃତି ଯଦି ବି ପ୍ରକୃତି ଆଡ଼କୁ ଯାଉଛି, ଆମେ ନିଜର ଅସ୍ତିତ୍ୱ ଲାଭ କରିପାରିବା ନାହିଁ। ତେଣୁ ଆତ୍ମା ଏ ସାରା ଜଡ଼ ପ୍ରକୃତି ତଥା ଶରୀରକୁ ରଚନା କରି ୟାରି ଭିତରେ ସ୍ଥାନ ନେଲେ, ଅର୍ଥାତ୍ ତତ୍ ସୃଷ୍ଟ୍ୱା ତଦେବାନୁପ୍ରବିଶତ୍। ଅନ୍ୟ କେହି ସ୍ରଷ୍ଟା ନାହାନ୍ତି। ଆତ୍ମା ହିଁ କର୍ତ୍ତା, ରଚୟିତା, ଅନୁମନ୍ତା, ଭୋକ୍ତା, ଉପଦେଷ୍ଟା। ଏସବୁ ଆତ୍ମାଙ୍କର ନାମ। ଅଷ୍ଟଚକ୍ର ନବଦ୍ୱାରା ଦେବାନାଂ ପୁରୋଯଧ୍ୟା ତସ୍ମାତ୍ ହିରଣ୍ମୟ କୋଶ ସୂର୍ଯ୍ୟଜ୍ୟୋତି ସବୃତି। ଏହି ଅଷ୍ଟଚକ୍ର ନବଦ୍ୱାର ଅଯୋଧ୍ୟାପୁରରେ
ଏକ ହିରଣ୍ମୟ କୋଷ ଅଛି। ସେ ଚମକପ୍ରଦ କୋଷ ଯାହାକି ଆତ୍ମଲୋକ। ସେଇଠି ହିଁ ଆତ୍ମାଙ୍କର ନିବାସ ସ୍ଥଳୀ। ଆମେ ବାହାରକୁ ଯେତେ ଗଲେ କେବେ ବି ଆମେ ଆତ୍ମାଙ୍କର ଦର୍ଶନ ପାଇପାରିବା ନାହିଁ। ଆମେ ଦେଖୁଛନ୍ତି କୌଣସି କାଠ, ପାଷାଣ, ଧାତୁ, କଣ୍ଢେଇ ଏମାନଙ୍କୁ ସୁନ୍ଦର ଭାବରେ ଗଢ଼ି ଅଳଙ୍କାର ପିନ୍ଧେଇ ତାଙ୍କୁ ସଜୀବ କରିବା ପାଇଁ ବା ତାଙ୍କୁ କ'ଣ କରୁଛନ୍ତି, ପ୍ରାଣ ପ୍ରତିଷ୍ଠା କରିଲେ ସେ କ'ଣ କେବେ ପ୍ରାଣ ଶକ୍ତି ନିଏ? ଆମେ ତର୍ଜମା କରିବାକୁ ଯିବା ଯେ ପ୍ରକୃତରେ ତା'ର କ'ଣ ଅସ୍ତିତ୍ୱ ଭାବ ଅଛି? ସେ କ'ଣ କହୁଛି ଆସ ମୋତେ ପୂଜା କର? ସେ କ'ଣ କହୁଛି ଆସ ମୋ ସାମ୍ନାରେ ଭୋଗ ବାଢ଼? ସେ କ'ଣ କହୁଛି ମୋର ଜୀବନ ଅଛି ଓ ମୋତେ ଆଉ ବୋହି ବୋହି ନିଅ ନାହିଁ, ମୋତେ କାଟୁଛି? ଏ ଯେଉଁ ଲାଇଫ୍, ସେ ହିଁ ଈଶ୍ୱର। ଆମ ଭିତରେ ଯେଉଁ ଚେତନ ସତ୍ତା ଅଛନ୍ତି, ଯେଉଁ ଜୀବନ ଅଛି, ଯେଉଁ ଅସ୍ଥିଭାବ ଅଛି, ଯେଉଁ ସ୍ୱରୂପ ଅଛି, ସେ ହିଁ ଜାଣିଯାଉଛି ଯେ ମୁଁ ହିଁ ସେଇ, ମୁଁ ହିଁ ସେଇ। ସେ ଭିତରର ଚେତନା କହୁଛି ଯେ ମୋତେ ଭୋକ ହେଲାଣି, ମୋତେ ଖାଇବାକୁ ପଡ଼ିବ, ମୋତେ ଶୋଷ ହେଲାଣି, ମୋତେ ପାଣି ପିଇବାକୁ ପଡ଼ିବ। ଯେ ସ୍ୱକୁ ଜାଣେ ସେ ହିଁ ମୁଁ। ଆମେ 23 ନମ୍ବର ସୂତ୍ରକୁ ଯିବା, ଈଶ୍ୱର ପ୍ରଣିଧାନ ଦ୍ୱା। ତ ଆମେ ଯେଉଁ ଲାଇଫ୍ ପଢ଼ୁଛନ୍ତି, ଆମର ଜୀବନ ଯେଉଁ ଏକ୍ଜିଷ୍ଟାନ୍ସ, ଆମେ ଦେଖୁଛେ ଯେ ଆମର ଯେତିକି ଅଛି ଆମ ଜନ୍ମଠାରୁ ଆମେ ବଢ଼ି 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 ଆମ ଚେତନାକୁ ବଢ଼େଇ ବଢ଼େଇ ଆମ ଧୀ ଶକ୍ତିକୁ ବଢ଼େଇ ବଢ଼େଇ ଆଣୁଛେ। କିନ୍ତୁ ଅନ୍ୟ କୌଣସି ପଶୁ ସେ ପ୍ରାକୃତିକ ଭାବରେ ପ୍ରଚଳ କରି ଚାଲିଯାଉଛି। ମାଙ୍କଡ଼କୁ ଦେଖ, କୁକୁରକୁ ଦେଖ, ବିଲେଇକୁ ଦେଖ, କୌଣସି ବି ପଶୁ, ଜନ୍ତୁ, କୀଟ, ପତଙ୍ଗ ଏମାନଙ୍କର କେବେ ବି ଧୀ ଶକ୍ତି ବଢ଼ିବାର ଆମେ ଦେଖିନାହାନ୍ତି। ଏକୁଟିଆ ମନୁଷ୍ୟ ଏମିତି ଏକ ଜୀବ ଯେ କି ସେ ସବୁବେଳେ ଚାହେଁ ଯେ ମୁଁ କେମିତି ସବୁବେଳେ ଆହୁରି ଟିକେ ରିସର୍ଚ୍ଚ କରିବି, ଆହୁରି ଟିକେ ଜାଣିବି, ମୋ ବିଷୟରେ ଆହୁରି ଟିକେ ମୁଁ ଭଲ ଭାବରେ ଜାଣିବି। ଏମିତି ଆଦି ଯୁଗରୁ ଆମେ ରିସର୍ଚ୍ଚ କରି କରି ଆସିଛେ। ତେଣୁ ଏ ଯେଉଁ ଆମେ ଦେଖୁଛେ ବଡ଼ ବଡ଼ ମେସିନ୍, ବଡ଼ ବଡ଼ ଇଞ୍ଜିନ୍, ବଡ଼ ବଡ଼ ସବୁ ବୈଜ୍ଞାନିକ ବୋମା ବାହାର କରିଛନ୍ତି, ଅଣୁ ପରମାଣୁ ସବୁ ରିସର୍ଚ୍ଚ କରିଛନ୍ତି। ଏସବୁ ମନୁଷ୍ୟର ବୁଦ୍ଧିମତା। ଏଠି କୌଣସି ଜଡ଼ ପ୍ରକୃତି ଆସିନି ଯେ ଏମିତି ମୁଁ କରିବି। ତେଣୁ ଜୀବରେ ବା ଆତ୍ମାରେ ଆଉ ଗୋଟିଏ ଗୁଣ ଅଛି ଯାହାକି ମନୋମୟ ବା ଭାବନାମୟ ବା କଳ୍ପନାମୟ। ଜୀବର ଈଶ୍ୱରତ୍ୱ ବା ପ୍ରକୃତ ସ୍ୱରୂପ ଜୀବକୁ ଏତେ ତୁଚ୍ଛ ହୀନ ଭାବିବା ଆଦୌ ଠିକ୍ ନୁହେଁ। ତେଣୁ ଏଇ ଯେଉଁ ଈଶ୍ୱରତ୍ୱକୁ, ଏଇ ଯେଉଁ ଆମେ କହୁଛନ୍ତି ଈଶ୍ୱର ବାହାରେ ଅଛି, ସଦ୍ଗୁରୁ ସବୁବେଳେ ଆମକୁ ଭିତରକୁ, ଆମ କେନ୍ଦ୍ର ଆଡ଼କୁ ଆମକୁ ଆଣୁଛନ୍ତି। ତ ଆମେ 24 ନମ୍ବର ସୂତ୍ର ଦେଖିବାକୁ ଗଲେ, କ୍ଲେଶ କର୍ମ ବିପାକ ସେଇର ପରାମୃଷ୍ଟା ପୁରୁଷ ବିଶେଷ ଈଶ୍ୱର। ସମସ୍ତ ଲୋକ ଆମେ ଦେଖୁଛେ, ସମସ୍ତଙ୍କ ଭିତରେ ସେଇ ଚେତନ ସତ୍ତା ଅଛି, କିନ୍ତୁ ସମସ୍ତେ ଈଶ୍ୱର ହୋଇପାରିବେ ନାହିଁ। ସଦ୍ଗୁରୁ କହୁଛନ୍ତି ଯେ ବହୁତ ଲୋକ ଅଛନ୍ତି, କିନ୍ତୁ ସମସ୍ତେ କ'ଣ ଡାକ୍ତର ହୋଇପାରିବେ? ଯିଏ ଡାକ୍ତରୀ ପାଠ ପଢ଼ିଲା ସେ ଡାକ୍ତର ହେଲା, ଯିଏ ବିଜ୍ଞାନ ପାଠ ପଢ଼ିଲା ସେ ବୈଜ୍ଞାନିକ ହେଲା, ସେମିତି ଯିଏ ସାହିତ୍ୟ ପଢ଼ିଲା ସେ ସାହିତ୍ୟିକ ହେଲା, ସେମିତି ଯିଏ ଯୋଗୀ ହେବ ସେ ପୁରୁଷ ବିଶେଷ ହୋଇଯାଏ। ଯେମିତି ଘୋଡ଼ା ସମସ୍ତ ଅଛନ୍ତି, କିନ୍ତୁ ଘୋଡ଼ା ବିଶେଷକୁ ଯିଏ ଏକ ବିଶେଷ ପ୍ରକାର ଘୋଡ଼ା ସେ ଆରବୀ ଘୋଡ଼ା, ଯିଏ ବିଶେଷ ପ୍ରକାର
ବଳଦ ଯେଉଁ ଅଛନ୍ତି, ବଳଦ ବିଶେଷ ପ୍ରକାର ହେଲେ ସେ ଷଣ୍ଢ କହନ୍ତି। ତେଣୁ ଆମର ଯେଉଁ ବିଶେଷ ପ୍ରକାର ପକ୍ଷୀ ଅଛନ୍ତି ସେ ହେଲେ ମୟୂର। ଆମର ଯେଉଁ ବାଘର ଗୋଟିଏ ବଡ଼ କାଟାଗୋରୀ ଅଛି ମହାବଳ ବାଘ, ସେ ସେମିତି ସେ ବାଘ ହେଲେ ମଧ୍ୟ ମହାବଳ। ତେଣୁ ଆମେ ସଦ୍ଗୁରୁଙ୍କର ଏଇ ଯେଉଁ ଈଶ୍ୱରତ୍ୱକୁ ଜାଣିବାକୁ ହେଲେ ଆମେ ସେଇ ଅଷ୍ଟାଙ୍ଗ ଯୋଗ ମାଧ୍ୟମ ଦେଇକି ଆମର ସ୍ୱରୂପ ଦର୍ଶନ କରିବାକୁ ପଡ଼ିବ। ଆମେ ଆସିଛେ ସେଇଥିପାଇଁ ଏଇ ଚତୁର୍ଥ ଅବସ୍ଥା ପ୍ରାପ୍ତ କରିବା ପାଇଁ, ଚତୁଷ୍ପଦରେ ଯାତ୍ରା କରିବା ପାଇଁ। କିନ୍ତୁ ଆମେ କ'ଣ କରୁଛେ ନା ତ୍ରିପଦ, ଜାଗ୍ରତ ସ୍ୱପ୍ନ ସୁଷୁପ୍ତି, ଏଇ ତ୍ରିପଦ ହିଁ ଆମେ ପଳେଇ ଯାଉଛେ ସବୁବେଳେ, ବାରମ୍ବାର ଜନ୍ମ ନେଉଛେ। କାହିଁକି ଆମେ ଜାଣିପାରୁନେ। ଆମେ ଈଶ୍ୱର ଖୋଜୁଛେ, କେତେବେଳେ ଗିରି ଗୁହାରେ, କେତେବେଳେ ପାହାଡ଼ ପର୍ବତରେ, କେତେବେଳେ ଜଳରେ, କେତେବେଳେ କେଉଁଠି, କେତେବେଳେ କେଉଁଠି, କେତେବେଳେ ଶୂନ୍ୟରେ, କେତେବେଳେ ନିରାକାରରେ। ଏମିତି ଖୋଜି 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 ଆମେ ଚାଲି ଯାଉଛେ। କିନ୍ତୁ ଈଶ୍ୱର ଯେ ମୁଁ, ଏ ଚିହ୍ନେଇବା ପାଇଁ ଯେତେବେଳେ ସଦ୍ଗୁରୁ ଆମ ଜୀବନକୁ ଆସନ୍ତି, ଆମେ ସେତେବେଳେ ଚତୁଷ୍ପଦ ଯାତ୍ରା କରିବାକୁ ନାମ ଲେଖାନ୍ତି ମାତ୍ର। କିନ୍ତୁ ଆମର ନିଜର ଯେଉଁ ପ୍ରଚେଷ୍ଟା, ସାଧନ ସ୍ୱାଧ୍ୟାୟ ସତ୍ସଙ୍ଗ, ୟା ବିନା ଅହମ୍ ବ୍ରହ୍ମାସ୍ମିର ଉପଲବ୍ଧି ବା ମୁଁ ଈଶ୍ୱର ପ୍ରଣିଧାନ ଦ୍ୱା, ଯେ ମୁଁ ଈଶ୍ୱର, ଏ କଥା ଆମେ ଜାଣିପାରିବା ନାହିଁ। ତେଣୁ ସମସ୍ତେ କେବେ ଈଶ୍ୱର ହୋଇପାରିବା ନାହିଁ ବୋଲି ସଦ୍ଗୁରୁ ଏଠି ଚେତାବନୀ ଦେଇ ଦେଉଛନ୍ତି। ଆମକୁ ଦୃଷ୍ଟି ଦେଖାଉଛନ୍ତି ଯେ ଆମେ ଯଦି ଯୋଗୀ ହେବାକୁ ଇଚ୍ଛା କରିଛେ, ଆମେ ସେଇ ପର୍ଯ୍ୟନ୍ତ ଯାତ୍ରା କରିବାକୁ ପଡ଼ିବ ଯେଉଁଠି ଆମର ସ୍ୱରୂପ, ସେଇଠି ଆମକୁ ପହଞ୍ଚିବାକୁ ପଡ଼ିବ। ତେଣୁ ଆମେ ଈଶ୍ୱରତ୍ୱକୁ ଧାରଣା କରିବାକୁ ହେଲେ ଆମେ ନିଜେ ଈଶ୍ୱର ହେବାକୁ ପଡ଼ିବ। ଆମକୁ ସେ ରାସ୍ତା ଦେଖାଉଛନ୍ତି। ଆମେ ବାରମ୍ବାର ସେଇ ସାଧନ ସ୍ୱାଧ୍ୟାୟ ସତ୍ସଙ୍ଗ ଆଉ ନିଜକୁ ଚିନ୍ତନ ମନନ ଦ୍ୱାରା ତର୍ଜମା କରିଲେ ଆମେ ନିଜେ ଜାଣିପାରିବା ଯେ ଆମେ ପ୍ରକୃତରେ ଆମର ବୋଧ ଶକ୍ତି ବଢ଼ିବ। ଆମେ ନିଜକୁ ବୋଧ କରିପାରିବା ଯେ ପ୍ରକୃତରେ ସଦ୍ଗୁରୁ କ'ଣ କହିବାକୁ ଚାହୁଁଛନ୍ତି। ଏଇ ଅନାଦି ଅନନ୍ତ ଜ୍ଞାନକୁ ସେ କାହିଁକି ଆସିଥିଲେ ଦେବା ପାଇଁ। ତେଣୁ ଆମର ଯେଉଁ ଅନୁଭୂତି ଗୁଡ଼ିକ, ଆମର ଯେଉଁ ଉପଲବ୍ଧି ଗୁଡ଼ିକ ବଢ଼ିବାକୁ ଲାଗିବ ଧୀରେ 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 ଧୀରେ। ଅନେକ କାଳେ ପ୍ରସିଦ୍ଧି ଯୋଗ ପ୍ରକାଶେ ନାନା ବିଧି। ଏ ଯୋଗରେ ଏମିତି ପ୍ରକାର ସବୁ ଅଛି ବିଧି, ସେ ଆମକୁ ଲାଗିବ ଏ ସତରେ ସରିଗଲା କି? ଇଏ ସରିଗଲା। ମୁଁ ତ ଗୋଟେ ପ୍ରକାଶମାନ ଦେଖିଥିଲି ଆଲୋକ, ତ ଏଇଠି ସରିଗଲା। ମୁଁ ଗୋଟେ ନାଦ ଶୁଣିଦେଲି, ଏଇଠି ସରିଗଲା। ନା, ସେଇଟା ନୁହଁ। କୌଣସି ଇନ୍ଦ୍ରିୟର ବୋଧରେ, ଇନ୍ଦ୍ରିୟର ଭାଷାରେ ବା ଶବ୍ଦ, ଆଲୋକ, ରସ ବା ଶୁଙ୍ଘିବା, ଆମର ସ୍ପର୍ଶରେ, ଏଇସବୁ ରୂପ ରସ ଗନ୍ଧ ସ୍ପର୍ଶରେ, ମୋ ମନରେ, ଏମିତିକି ସ୍ମୃତିରେ ବି ସୁଦ୍ଧା ଅଳ୍ପ ଟିକିଏ ଯଦି ଆମର ବିଚାର ଆସୁଛି, ଆମେ ସେଇ ସ୍ୱରୂପକୁ ଦର୍ଶନ କରିପାରିବା ନାହିଁ। ପରମାର୍ଥ ତତ୍ତ୍ୱବୋଧ ଦ୍ୱନ୍ଦ୍ୱ ନିବର୍ତ୍ତଇ, ଅଜ୍ଞାନ ରୋଗଟି ଆଉ ବାଧି ନ ପାରଇ। ପରମାର୍ଥ ତତ୍ତ୍ୱବୋଧେ ଦ୍ୱନ୍ଦ୍ୱ ନିବର୍ତ୍ତଇ, ଅଜ୍ଞାନ ରୋଗଟି ଆଉ ବାଧି ନ ପାରଇ। ରଘୁବୀର ଆତ୍ମପଦେ ନିତ୍ୟ ଅନୁସାର, ରଘୁବୀର ଆତ୍ମପଦେ ନିତ୍ୟ ଅନୁସାର। ସମଶାନ୍ତି ଚେତନରେ ଯେ ବିଶ୍ରାମ ପାଇ, ତେବେ ଆତ୍ମା ସମାଧିରେ
ତାଲୟ ଲାଗଇ ସମ ଶାନ୍ତି ଚେତନାରେ ଯେ ବିଶ୍ରାମ ପାଇ ତେବେ ଆତ୍ମା ସମାଧିରେ ତାଲୟ ଲାଗଇ ପାଇ ଶାନ୍ତି ଯହିଁ ତହିଁ ଥିଲେ ଜୀବନ ମୁକ୍ତି ପାଇ ଶାନ୍ତି ଯହିଁ ତହିଁ ଥିଲେ ଜୀବନ ମୁକ୍ତି। ସମଭାବାପନ୍ନ ହବାକୁ ପଡ଼ିବ। ସମ ଶାନ୍ତି ସମଦରସି ପ୍ରେମାପ୍ଲୁତ ଆମେ ଯେଉଁ ସମଦର୍ଶନ ଭାବ ସଦ୍ଗୁରୁ ଆମକୁ ଦେଇଛନ୍ତି ଯେ ମୋ ଭିତରେ ଯେଉଁ ସତ୍ତା ରହିଛି ଅନ୍ୟ ଭିତରେ ମଧ୍ୟ ସେଇ ସତ୍ତା ରହିଛି। ସେଇ ଅଦ୍ୱୈତ ଜ୍ଞାନର ଏଇ ସୂକ୍ଷ୍ମ ବିଚାର ସଦ୍ଗୁରୁ ଆମକୁ ବାରମ୍ବାର ବୁଝାଉଛନ୍ତି। ଜୀବନ ମୁକ୍ତିର ବାଟ ଜୀବନ ମୁକ୍ତିର ରାସ୍ତା ଆମକୁ ସେ ଦେଖାଉଛନ୍ତି। ତ ଆସନ୍ତୁ ଆମେ ସେଇ ପଥରେ ପଥ ପ୍ରଦର୍ଶକଙ୍କ କଥା ମାନି ଆମେ ତାଙ୍କ ପଥାଙ୍କ ଅନୁସରଣ କରିବା। ତ ଆମେ ସତ୍ସଙ୍ଗ ସ୍ୱାଧ୍ୟାୟ ଆଉ ନିତ୍ୟ ସାଧନରେ ନିଜକୁ ନିଜେ ଉପଲବ୍ଧି କରିବା। ଆଜି ପାଇଁ ଏତିକି। ସପ୍ରେମ ଜୟ ଜୀ।